यूट्यूब परिवार समस्त सदस्य को मो तरफ जय जगन्नाथ। आपण मानकर अति प्रिय चैनल भगवत लाइफस्टाइल को आपण मानक पुणी थे स्वागत। जेमिति कि पूर्व वीडियो रे आपण माने सुनिथिले श्रीम भगवतर प्रथम स्कंदर षष्ठ अध्याय। वर्तमान चलंतु सुनिबा श्रीम भगवतर प्रथम स्कंदर सप्तम अध्याय। आसतु मिलेमिशि भगवत शारदा आनंद को अनुभव करिबा। मो मध्य पाठ करुच्ची, आपण माने मध्य पाठ करंतु। चलतु आ बेसी देरी करबानी वीडियो को आरंभ करिबा। वक्रतुंड महाकाय सूर्यकोटि समप्रभा निर्विघ्नं कुरु मे देव सर्वकार्येषु सर्वदा। नमः गणेश विघ्नेश गिरिजानन्दन प्रभो मम विघ्न विनाशाय गणाधिपतये नमः। सप्तमोऽध्याय। शौनक उवाच व्यासंको छाड़ी गंगा कूले नारद गले जेते बेले चित्ते संशय जेते थिला नारद वाक्य दूर गला से सर्वगुणी अधिकारी नारद बाकी चिते धरी पुणी की कले पुण्य देहा कह आंबकु जेबे दया हेमंत मुनि प्रसन्ने कृष्ण महिमा गुणी मने सुत कहती तो सचिते मुनि जनंकर ग्रते। सुत उवाच से ब्रह्म नदी पश्चिमे आश्रम सम्य प्रासनामे तहि आशेष मुनिजन एणु अनेक यज्ञस्थान मधे बदरी वन नाम व्यासंक नियत आश्रम सेवने सरस्वती जले स्नान सारी प्रातःकाले कृष्ण महिमा चिंती मने मुनि बसिले जोग ध्याने निर्मल मने ध्यान करी तक्षणे प्रभु नरहरि माया संजोगे हेले दृश्य जे पूर्वे पुराण पुरुष जे माया त्रिगुणे जडित अज्ञाने जीव मोहग्रस्त असत्य सत्य राय मणे आत्मार गति न प्रमाणे ताहांकु धारिबाथे श्रीकृष्ण भक्ति जोग पथे रचिले भागवत वाणी ए जीव तरे जहा सुनी भक्ति कले कृष्ण पादे न पड़े लोक मोहबादे संहिता करी हरिवाणी शोधन करी ताकु पुणी स्वभावे तांक निज सुते हरसे देले भागवते विशेष गोविंद प्रसन्ने माया न लागे चारमाने हेमंत सत्य
ବାକ୍ୟ ଶୁଣି ମୁନି ସକଳେ ମନେ ଗୁଣି ମନ ସଂଶୟ ଖେଦ ଭହି କହନ୍ତି ସୁତ ମୁଖ ଚାହିଁ। ସୌନକ ବାଚ মায়া ন লাগে যার চিতে কি প্রয়োজন তার গ্রন্থে সুখ স্বভাবে আত্মারাম তাহার গ্রন্থে কৃপা সম কাহার অথে ব্যাস সুত অভ্যাস কলে ভাগবত নিলেপ যোগী সে জগতে ସଂଶୟ ଲାଗେ ଆମ୍ବ ଚିତେ ଶୁଣି ସଂଶୟ ମୁନି କଥା କହନ୍ତି ସୁତ ବ୍ରହ୍ମବେତା। ସୁତ ଉବାଚ ସ୍ୱଭାବେ ମୁନିଙ୍କର ଚିତ ଗ୍ରନ୍ଥନେ ନୁହଁ ଗ୍ରନ୍ଥିତ ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ ଯେଣୁ ସକଳ ଭୂତେ ହରି ପରମାନନ୍ଦ ରୂପେ ଧରି ତେଣୁ ଭକ୍ତି ଯେ ଅତିରେକ କହନ୍ତି ଏକ କୁଆରେକ ସେ ସୁକ ମୁନି ସୁଧ ଚେତା ନିତ୍ୟ ଅଭ୍ୟାସ କୃଷ୍ଣ କଥା ଭକତ ଜନ ପୁଣ୍ୟ ଅଥେ ତାହାଙ୍କ ଜନ୍ମ ଏ ଜଗତେ ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ ଭକତ ପରୀକ୍ଷିତ କଥା ପଣ୍ଡୁତନୟଙ୍କ ବ୍ୟବସ୍ଥା କୁରୁ ପାଣ୍ଡବ ଯୁଦ୍ଧ ଅଥେ ବୀରେ ମିଳିଲେ ବୀର ପଥେ ଭୀମର ଗଦା ଘାତ ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି ପଳାଇ ଗଲା ପ୍ରାଣ ଡରେ ପଶିଲା ବ୍ୟାସ ସରୋବରେ ଏମନ୍ତି ହୋଇଲା ରଜନୀ ଭୟ ମିଳଇ କୁରୁମଣି କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି ଡୋଳେ କହଇ ରାଜା ମୁଖ ଚାହିଁ ମୋহে ন ବରିଲୁ ଯେ ତୁହି ଯୁଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବ କରି ତୋତେ ବସନ୍ତି ରାଜକୁଳେ ଅଖଣ୍ଡ ଅବନୀ ମଣ୍ଡଳେ ଶୁଣି କହଇ ନୃପବର ଏବେ ତୁ ନିପାଣ୍ଡବ କର ଏବେ କରିଲି ସେନାପତି ଫେର ତୁ ମୋହର ଦୁର୍ଗତି ହେମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା ଦ୍ରୋଣକୁ ମୋର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି ମନ୍ତ୍ରୀଣ ନାରାଜ ବେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା ଦ୍ରୌପଦୀ ପଞ୍ଚ ସୁକୁମରେ ଶୋଇ ଯେ ଥିଲେ ଅନ୍ତପୁରେ ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର ଶୁଣି କମ୍ପିଲେ ଦିଗପାଳ ପୁରିଲା ଭୂମି ଅନ୍ତରାଳ ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ ଅନେକ ଶାନ୍ତ ବାକ୍ୟ କହେ ଦ୍ରୌପଦୀ ମୁଖ ଚାହିଁ ଦ୍ରୋଣକୁ ମୋର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପି ଧ୍ୱଜ ରଥେ ବେଗେ ଧାଇଁଲା ସଜ ହୋଇ ଦେବେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା
ବେଗେ ପଳାଇ ଭୂମି ଗତେ ପଶିଲା ଗଗନ ବନସ୍ତେ ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ କାତରେ ଚାରି ଦିଗ ଚାହିଁ ତାର ରକ୍ଷକ ଅଛି କାହିଁ ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଅସ୍ତ୍ରକୁ ଯେସୁ ମରି ସଂହାର ନ ଜାଣି ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମ ରାଶି ନାମ ବିରାଜେ ତେଜେ ରବି ସମ ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି ଶସ୍ତ୍ରର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ି ଅଭୟ ପାଦ ତଳେ କହଇ ଜୀବନ ବିକଳେ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନଙ୍କ ସୋଦର ସଂସାର ଦୁର୍ଜନ ବହନ ଭୟ କରନ୍ତି ତୋତେ ଜନ ଯାହାକୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି ଅଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ ଏଣୁ ତୋହର ଗତି ମୁହିଁ ତୋ ମାୟା ବଳେ ନ ଜାଣଇ ଏ ଯେ ଧାମଇ ବ୍ରହ୍ମସର ତେଜେ ଆଚ୍ଛାଦି ତିନି ପୁର ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମ ରାଶି ଶ୍ରୀ ଭଗବାନ ବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା ମନ୍ତ୍ର ନ ଜଣଇ ସଂଘାରେ ବେଗେ ପେଶିଲା ପ୍ରାଣ ଡରେ ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ ସୁତ ବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି ତକ୍ଷଣେ ଆଚମନ ସାରି ମନେ ସୁମରି ନର ହରି ଦ୍ରୋଣ କତହୁ ଅଛି ଜାଣି ଭାବେ କହିଲେ ଚକ୍ରପାଣି ବ୍ରହ୍ମସରକୁ ବ୍ରହ୍ମସର ଶୂନ୍ୟ ପେଶିଲା ବୀର ବର ଗଗନ ମାର୍ଗେ ବେନିସରେ ଭୂମି ଆକାଶ ଅଭ୍ୟନ୍ତରେ ଅର୍କ ଅନଳ ପ୍ରାୟ ଦିଶି ବଢିଲା 10 ଦିଶ ଗ୍ରାସୀ ସେବେନି ଶାସ୍ତ୍ରତି 84 ପ୍ରଳୟାନଳ ପ୍ରାୟ ଦିଶି ତହିଁଲା ପ୍ରାୟ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ରେ ଶସ୍ତ୍ରକୁ ସଂଘର ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହରିଲେ ଆଣି ରହୁଁ ଓହ୍ଲାଇ ମହାରସେ ଧଇଲେ ଅଶ୍ୱତ୍ଥାମା କେଶେ ପ୍ରଚଣ୍ଡ ରୂପେ ଶିର ଝୁଣି ଆକର୍ଷିପତି ଲାଧରଣୀ କରଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲ ବନ୍ଧେ ଚରଣ ପାଶ କୁସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି ଏ ବ୍ରହ୍ମବନ୍ଧୁ ବ୍ରହ୍ମଦ୍ରୋହୀ ଏହାକୁ ଦଣ୍ଡ ହେ ନ ଥୋଇ ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣହର ନିର୍ଦ୍ଦୋଷ ବାଳ କଷୟନେ ଥିଲେ ଯେ ମୁଦିତ ଲୋଚନେ ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ ମତ ପ୍ରଥମ ଉନ୍ମତ୍ତ ବାଳବନିତା ନିଦ୍ରାଗତ ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ
ତାର ମରଣେ ହୁଏ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁଜେ ଦ୍ରୌପଦୀ ଆଗେ ରହି ତୁଜେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଦେହ ବହି କହିଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ ମୁହିଁ ଯେ ଶୁଣି ଅଛି ଏହା ଏବେ ରଖିଲୁ କରି ଦୟା ବେଗେ ଏହାର ପ୍ରାଣଭର ନିମିଷେ ବିଳମ୍ବନ କର ଏ ପାପିଆ ତ ତାଇ ନର ବାଳକ ହନ୍ତା ଏ ତୁମ୍ଭର ଯାହା ଆଶ୍ରମେ ଭୋଗ କଲା ତାର ବିପଦ ଏ ଚିନ୍ତିଲା ଏଣୁ ଯେ ଗଣା ପଶୁଗଣେ ନିତ୍ୟ ବଞ୍ଚଇ ଘୋର ବଣେ ଏମନ୍ତ ଧର୍ମ ପରିଛନେ କୃଷ୍ଣ କହିଲେ ନାନା ଜ୍ଞାନେ ଅର୍ଜୁନ ନ ଶୁଣ ତାହା ଗୁରୁପୁତ୍ରକୁ କରି ଦୟା ତକ୍ଷଣେ ଉଠି ବୀରପାଥ ବନ୍ଧନ କରି ଗୁରୁପୁତ୍ର ତକ୍ଷଣେ ଉଠି ବୀରପାଥ ବନ୍ଧନ କରି ଗୁରୁପୁତ୍ର ଦ୍ରୌପଦୀ ଆଗେ ନେଇ ଦେଲା ତୋରିପୁ ସମ୍ଭାଳ ବୋଇଲା ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି ପୁତ୍ରଙ୍କ ମୃତ୍ୟୁ ଦେହୁ ଏଦ ସ୍ୱଭାବେ ଦ୍ରୋଣ ଗୁରୁସୁତ ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଦ୍ରୋଣଙ୍କ ନନ୍ଦନ ରହସ୍ୟ ଧନୁର୍ ବେଦଗ୍ରାମ ବିସର୍ଗ ସଂଘର ସଙ୍ଗମ ସକଳ ଅସ୍ତ୍ର ଶସ୍ତ୍ର କଲା ଯେ ଗୁରୁ ରୂପେ ଶିକ୍ଷା ଦେଲା ସେହି ଯେ ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ ସ୍ୱାମୀର ତହୁଁ ଅଧେ ଘେନି ଜଗତେ ଏହା ରଜନନୀ ଏତର ଧର୍ମ କୁରୁକୁଳ ଏହାକୁ ଭଲେ ପ୍ରତିପାଳ ଏହାର ଗୌତମୀ ଯେ ମାତା ସେ ପୁଣ୍ୟବତୀ ପତିବ୍ରତା ରୋଦନ ନ କରୁ ଯେ ଦୁଃଖେ ମୋହରି ପରି ପୁତ୍ର ଶୋକେ କ୍ଷତ୍ରିୟ ଯେବେ ମୂଢ଼ ପ୍ରଣେ କୋପ କରଇ ବିପ୍ରଗଣେ ସେ କୋପେ ନିଜ କୁଳ ଦହେ ଏଣୁକେ ବିପ୍ରେ ହିଂସା ବହେ। ଶ୍ରୀସୁତ ଉବାଚ ଦ୍ରୌପଦୀ ଧର୍ମ ନିଷ୍ଠାବାଣୀ ହରଷେ ଯୁଧିଷ୍ଠିର ଶୁଣି ମୌନେ କିଛି ନ କହିଲେ ସେ ଧର୍ମ ଅନ୍ତରେ ଜାଣିଲେ ଶୁଣି ସକଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ ଦେବକୀ ପୁତ୍ର ଆଦି କରି କୁନ୍ତୀ ସମେତ ଯେତେ ନାରୀ ସେଠାରେ ଯେତେ ଜନ ଥିଲେ ଏକଥା ସମର୍ଥନ କଲେ ଏହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ବୋଲଇ ବଚନ କୋପେ ଅନାଇ କୃଷ୍ଣ ମୁଖେ କହଇ ଅତି ମନ ଦୁଃଖେ ତୀକ୍ଷ୍ଣ ଖଡ୍ଗେ କାଟି ଶିର ଏହାକୁ ନରକୁ ଉଦ୍ଧର କି ପ୍ରୟୋଜନ କିସ ଅର୍ଥେ ଏ ପାପୁ ତରିବ କେମନ୍ତେ ଶୟନେ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି ଅଳପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନୁବାଚ ମରଣ ଉଚିତ ଏହାର ୟାକୁ ନ ରଖ ବୀରବର ଯେ ଆତତାୟୀ କର୍ମ କରେ ଅଧର୍ମ ଯୁଧେ ଶସ୍ତ୍ର ଧରେ ଜୀବନ ଥାଉ ସେ ମରନ୍ତି ଅନ୍ତେ ସେ ନର କେ ପଡ଼ନ୍ତି ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର ଦ୍ରୌପଦୀ ପୁତ୍ର ଶୋକ ବେଳେ ତୁ ଯେ କହିଲୁ ଅବହେଳେ ତୋହର ପୁତ୍ର ଶତ୍ରୁ ମାରି ଶିରେ ଚରଣ ପୂଜା କରି ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ ଶସ୍ତ୍ରେ ଏହାର ତେଜ ହର ଜୀବନ ମୃତ ପ୍ରାୟ କର ଶାସ୍ତି ଲାଞ୍ଛନେ ଏ ବିହରୁ ଏ ବିପ୍ର କେବେ ହେନ ମରୁ ଶୋକ ନ ଥାଉ କୃଷ୍ଣ ଚିତେ ଏକଥା କର ଭୀମ ମତେ ଏକଥା ମୋହର ସମତ ଶୁଣି ଅର୍ଜୁନ କୃତକୃତ୍ୟ ତତ୍କ୍ଷଣେ ଉଠି କୋପ ଭୋରେ ତୀକ୍ଷ୍ଣ ଖଡ୍ଗ ଘେନି କରେ କେଶ ଧଇଲା ବାମ ହସ୍ତେ
ମଣିଏ ଥିଲା ତାର ମାଥେ। ଖଡ୍ଗ ଯେ ଘେନି ଦୃଢ଼ ମୁଷ୍ଟି, ମଣି ସହିତେ ଶିଖା କାଟି, ଆଣି ସ୍ଥାପିଲା ବାହୁବଳେ। ଦ୍ରୌପଦୀ ଦେବୀ ପାଦ ତଳେ, ତତ୍କ୍ଷଣେ ବନ୍ଧନ ଫେଡ଼ିଲା। ଦ୍ରୌପଦୀ ତା ମୁଖ ଚାହିଁଲା, ବାଳକ ହତ୍ୟା ଦୋଷେ ଛନ, ମଳିନ ଦିଶେ ତା ବଦନ। ମଣିହର ସେ ତେଜ ଗଲା, ନଗରୁ ବେଗେ ପଳାଇଲା। ବେଶ ବିବେଶ କରି ହରି, ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାୟେ ଏହି ମତେ, ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତି ଦେଇ, ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବେ ଆକୁଳ ପୁତ୍ର ଶୋକେ, ବାଳକେ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ, ଏବେ ହୋ ଶୁଣ ମୁନି ଜନେ। ସୁଜନ ହିତେ ଭାଗବତ, ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ଭାଗବତେ, ସୁଜନ ଜନଙ୍କର ହିତେ। ଅମୃତ କୃଷ୍ଣର ଚରିତ, କହଇ ବିପ୍ର ଜଗନ୍ନାଥ। ଅମୃତ କୃଷ୍ଣର ଚରିତ, କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ संहितायां वैयासिक्यां प्रथमस्कन्धे द्रोणीदण्डे नाम सप्तमोऽध्यायः। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏହିପରି ଭାବରେ ଆପଣମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ମୋ ଉପରେ ଏମିତି ରହିଥାଉ। ତ ପୁଣି ଦେଖା ହେବା ଆଉ ଗୋଟିଏ ଅଧ୍ୟାୟରେ। ବର୍ତ୍ତମାନ ପାଇଁ ରହିଲି। ଜୟ ଜଗନ୍ନାଥ।